ବ୍ରଜରେ ଥରେ ଲୋକମାନେ ବର୍ଷା ଦେବତା ଇନ୍ଦ୍ରଙ୍କ ପୂଜା ପାଇଁ ବଡ଼ ଉତ୍ସବ କରୁଥିଲେ। ଛୋଟ କୃଷ୍ଣ ପଚାରିଲେ, ଇନ୍ଦ୍ରଙ୍କୁ କାହିଁକି ପୂଜା କରୁଛ? ନନ୍ଦବାବା କହିଲେ, ସେ ବର୍ଷା ଦିଅନ୍ତି। କୃଷ୍ଣ କହିଲେ, ବର୍ଷା ଦେବା ତାଙ୍କର କର୍ତ୍ତବ୍ୟ। ଆମକୁ ଖାଦ୍ୟ ଓ ଚାରା ଦେଉଥିବା ଗୋବର୍ଦ୍ଧନ ପର୍ବତକୁ ପୂଜା କରିବା ଉଚିତ। ସମସ୍ତେ କୃଷ୍ଣଙ୍କ କଥା ମାନି ଗୋବର୍ଦ୍ଧନ ପୂଜା କଲେ। ଏହାରେ ଇନ୍ଦ୍ର କ୍ରୋଧିତ ହୋଇ ବ୍ରଜରେ ଭୟଙ୍କର ବର୍ଷା କରାଇଲେ। ଚାରିଦିଗରେ ବନ୍ୟା ସୃଷ୍ଟି ହେଲା। ଭୟଭୀତ ଲୋକମାନେ କୃଷ୍ଣଙ୍କ ପାଖକୁ ଗଲେ। ତାପରେ ଶ୍ରୀକୃଷ୍ଣ ତାଙ୍କ ଛୋଟ ଆଙ୍ଗୁଠିରେ ଗୋବର୍ଦ୍ଧନ ପର୍ବତ ଉଠାଇ ସମସ୍ତଙ୍କୁ ତାହାର ତଳେ ଆଶ୍ରୟ ଦେଲେ। ସେ 7 ଦିନ ପର୍ଯ୍ୟନ୍ତ କିଛି ଖାଇନଥିଲେ। ବର୍ଷା ବନ୍ଦ ହେବା ପରେ ସମସ୍ତେ ଜାଣିଲେ ଯେ କୃଷ୍ଣ ଦିନକୁ 8 ଥର ଭୋଜନ କରୁଥିଲେ। 7 ଦିନର 8 ଭୋଜନ ମିଶି 56 ହୁଏ। ତେଣୁ ଗୋକୁଳବାସୀ 56 ପ୍ରକାର ଖାଦ୍ୟ ପ୍ରସ୍ତୁତ କରି କୃଷ୍ଣଙ୍କୁ ଅର୍ପଣ କଲେ। ଏହି ପରମ୍ପରାକୁ 56 ଭୋଗ ବୋଲି କୁହାଯାଏ। ଶ୍ରୀମନ୍ଦିରରେ ଏହି ପରମ୍ପରା ଦୈନନ୍ଦିନ 6 ଥର ଭୋଗ ପ୍ରକ୍ରିୟାରେ ଗୋପାଳ ବଲ୍ଲଭ, ସକାଳ ଧୂପ, ଭୋଗ ମଣ୍ଡପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ ଓ ବଡ଼ ଶୃଙ୍ଗାର ଭୋଗରେ ସମୁଦାୟ 56 ପ୍ରକାରର ପିଠା, ଅନ୍ନ ଓ ବ୍ୟଞ୍ଜନ ଦ୍ୱାରା ପାଳନ କରାଯାଏ।